ନମସ୍କାର। ଆପଣ ସମସ୍ତଙ୍କୁ ସୋନାଲିସ୍ କିଚେନକୁ ବହୁତ ବହୁତ ସ୍ୱାଗତ। ଆଜି ମୁଁ ଆପଣମାନଙ୍କ ପାଇଁ ଗୋଟେ ବଢ଼ିଆ ଡ୍ରିଙ୍କ ନେଇକି ଆସିଛି। ଆଉ ତାର ନାଁ ହେଲା ଆମ୍ବପଣା। ଯଦି ଆପଣମାନେ ଏ ଚ୍ୟାନେଲକୁ ଆମର ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଫଟାଫଟ ସବସ୍କ୍ରାଇବ୍ କରିଦିଅନ୍ତୁ। ତେବେ ଚାଲନ୍ତୁ ଆମର ସମର ସ୍ପେଶିଆଲ ଡ୍ରିଙ୍କ ଆଜି ତିଆରି କରିବା। ଆମ୍ବପଣା ବନେଇବା ପାଇଁ ମୁଁ ଏଠି 4ଟି କଞ୍ଚା ଆମ୍ବ ନେଇଛି, କିଛି ଆଇସ୍ କ୍ୟୁବ୍ସ ନେଇଛି, ଗୋଟେ ଗ୍ଲାସ ପାଣି ନେଇଛି, ଲୁଣ ସ୍ୱାଦ ଅନୁସାରେ ନେଉଛି, ଗୋଲମରିଚ ଗୁଣ୍ଡ ନେଇଛି, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଚିନି, କଳା ଲୁଣ, ଲେମ୍ବୁ, ପୋଦିନା ପତ୍ର। ଆମ୍ବପଣା ବନେଇବା ପାଇଁ ମୁଁ ଯୋଉ କଞ୍ଚା ଆମ୍ବ ନେଇଥିଲି, ତାକୁ ମୁଁ ଖଣ୍ଡ ଖଣ୍ଡ କରିକି କାଟି ନେଉଛି। ଦେଖନ୍ତୁ, ମୁଁ ଆକୁ କୋଉପରି ଭାବରେ ଛୋଟ ଛୋଟ ଖଣ୍ଡ କରିକି ନେଇଛି। ଆପଣ ଆକୁ ବଡ଼ ବଡ଼ ଖଣ୍ଡ କରିକି ମଧ୍ୟ ନେଇପାରିବେ। ଆପଣ ଯଦି ଚାହିଁବେ ଆକୁ ଗୋଟା ମଧ୍ୟ ସିଝେଇ ପାରିବେ। ଦେଖନ୍ତୁ, ମୁଁ ଏବେ ଗୋଟେ କଢ଼େଇରେ 2 ଗ୍ଲାସ ପାଣି ନେଇଛି। ଆକୁ ଭଲ ଭାବରେ ଫୁଟିବା ପାଇଁ ଦେଇଛି। ପାଣି ଭଲ ଭାବରେ ଫୁଟି ଆସିଲେ ଏଇଥିରେ ମୁଁ କାଟିକି ରଖିଥିବା ଆମ୍ବ ସବୁକୁ ଦେଇ ଦଉଛି। ଦେଖନ୍ତୁ, ମୁଁ ସବୁ ଆମ୍ବକୁ ସିଝିବା ପାଇଁ ସେଇ କଢ଼େଇରେ ଦେଇ ଦେଇଛି। ଏବେ ସ୍ୱାଦ ଅନୁସାରେ ଆପଣ ସେଥିରେ ଲୁଣ ଦେବେ, କଳା ଲୁଣ ଦେବେ, କିଛି ଚିନି ଦଉଛି ମୁଁ, ଜିରା ଗୁଣ୍ଡ ଦଉଛି, ତାପରେ ଶୁଖିଲା ଲଙ୍କା ଦଉଛି, ଗୋଲମରିଚ ଗୁଣ୍ଡ ମଧ୍ୟ ଦେଇକି ଭଲ ଭାବରେ ଆକୁ ଗୋଳେଇ ଦଉଛି। ଆପଣ ଆକୁ ଚାହିଁଲେ ପ୍ରେସର କୁକରରେ ମଧ୍ୟ ସିଝେଇ ପାରିବେ। ମୁଁ ଏଠି କଢ଼େଇରେ ସିଝଉଛି, ତ କିଛି ସମୟ ଲିଡ୍‌କୁ ବନ୍ଦ କରିକି ମୁଁ ଆକୁ ସିଝିବା ପାଇଁ ଦଉଛି। ଦେଖନ୍ତୁ, ଆମ୍ବ ଭଲ ଭାବରେ ଫୁଟିକି ମୋର ସିଝି ଯାଇଛି। ଏବେ ସେଇ ଆମ୍ବକୁ ମୁଁ ଗୋଟେ ବାଉଲରେ କାଢ଼ିକି ଅଲଗା କରି ନେଇଛି। ଆର ଚୋପାକୁ ମଧ୍ୟ ମୁଁ ଏବେ ଦେଖିବେ କେମିତି କୋରି କୋରିକି ଚୋପାରୁ ପଲ୍ପ ସବୁକୁ ବାହାର କରି ନେବି। ଦେଖନ୍ତୁ, ଏଇଠି ମୁଁ ଚୋପା ସହିତ 2 ଖଣ୍ଡ ଆମ୍ବକୁ ନେଇଛି। ଚାମଚ ସାହାଯ୍ୟରେ କେମିତି କୋରିକି ଆମ୍ବ ଚୋପାରୁ ଆମ୍ବର ପଲ୍ପ ସବୁ ବାହାର କରିଦଉଛି। ଏହିପରି ଭାବରେ ଆପଣ ସବୁ ପଲ୍ପ ଆମ୍ବ ଚୋପାରୁ କାଢ଼ିକି ନେଇଯିବେ। ସବୁତକ ଆମ୍ବର ପଲ୍ପ ମୁଁ ଏଇଠି ଦେଖନ୍ତୁ ବାହାର କରି ନେଇଛି। ଏବେ ମୁଁ ଗୋଟେ ମିକ୍ସିଂ ଜାର୍ ନେଇଛି। ଆମ୍ବର ପଲ୍ପକୁ ମୁଁ ସେଇ ବ୍ଲେଣ୍ଡିଂ ଜାର୍‌ରେ ନେଇକି ତାକୁ କିଛି ସମୟ ପାଇଁ ବ୍ଲେଣ୍ଡ କରିନେବି। ଦେଖନ୍ତୁ, ଏବେ ମୁଁ ଆମ୍ବର ପଲ୍ପକୁ ଭଲ ଭାବରେ ବ୍ଲେଣ୍ଡ କରି ନେଇଛି। ଏବେ ଏଇଟା ଆମର ସରବତ ତିଆରି କରିବା ପାଇଁ ପଲ୍ପ ପୁରା ରେଡି ହେଇଯାଇଛି। ଆକୁ ଆପଣ ଚାହିଁଲେ 1 ମାସ ମଧ୍ୟ ଫ୍ରିଜରେ ଷ୍ଟୋର କରିକି ରଖିପାରିବେ। ଚାଲନ୍ତୁ, ଏବେ ଆମେ ଆମ୍ବପଣା ସର୍ଭ କରିବା। ଆପଣ ଏହିପରି ଭାବରେ ଗ୍ଲାସକୁ ସଜେଇ ମଧ୍ୟ ପାରିବେ। ଗ୍ଲାସର ମୁହଁରେ ମୁଁ କିଛି ଆମ୍ବପଣା ଲଗେଇ ଦଉଛି। ଆଗରୁ ମୁଁ ଗୋଟେ ପ୍ଲେଟରେ କିଛି ଲଙ୍କାଗୁଣ୍ଡ, ଲୁଣ ଏବଂ ଚିନିକୁ ମିକ୍ସ କରିକି ନେଇଥିଲି। ଏବେ ଦେଖନ୍ତୁ, ମୁଁ ତା ମୁହଁକୁ କୋଉପରି ଭାବରେ ସେ ଲଙ୍କାଗୁଣ୍ଡରେ ଲଗେଇ ନଉଛି। ଏଇଟା ମୁଁ ସୁନ୍ଦର ଦେଖାଯିବା ପାଇଁ ଲଗଉଛି। ଆପଣ ଚାହିଁଲେ ଏମିତି ନ ବି କରିପାରିବେ। 2ଟି ଗ୍ଲାସକୁ ଦେଖିପାରୁଛନ୍ତି, ମୁଁ ଏଇଠି ସଜେଇ ନେଇଛି। ଏବେ ଆମ୍ବର ପଲ୍ପ କିଛି ମୁଁ ନଉଛି, ତାପରେ ମୁଁ କିଛି ପୋଦିନା ପତ୍ର ନେଇଥିଲି, ତାକୁ ମଧ୍ୟ ସେଇ ପଲ୍ପରେ ମିଶେଇ ଦଉଛି। କିଛି ଆଇସ୍ କ୍ୟୁବ୍ସ ମଧ୍ୟ ମୁଁ ସେଇଥିରେ ଦେଇ ଦଉଛି। ଏବେ ସେଇ ମ୍ୟାଙ୍ଗୋ ପ୍ୟୁରି ଦେଇଥିବା ଗ୍ଲାସ ମାନଙ୍କରେ ମୁଁ ପାଣି ଭର୍ତ୍ତି କରିଦଉଛି। 2ଟି ଗ୍ଲାସରେ ମୁଁ ପାଣି ଭର୍ତ୍ତି କରିଦେଲିଣି ଏବେ। ଦେଖନ୍ତୁ, ଆମର 2ଟି ଗ୍ଲାସ ପୁରା ରେଡି ହେଇଯାଇଛି। 2ଟା ମୁଁ ପୋଦିନା ପତ୍ର ନଉଛି ଗାର୍ନିସିଂ ପାଇଁ। 2ଟି ମୁଁ ଗୋଲ ଗୋଲ କରିକି କାଟିକି ରଖିଥିଲି ଲେମ୍ବୁ, ଆକୁ ମଧ୍ୟ ଆପଣ ଗାର୍ନିସିଂ କରିପାରିବେ। ଦେଖନ୍ତୁ, ଆମର 2ଟି ଗ୍ଲାସ ଆମ୍ବପଣା ଏବେ ପୁରା ପିଇବା ପାଇଁ ରେଡି। ଏହି ଡ୍ରିଙ୍କ ବହୁତ ହେଲ୍ଦି ମଧ୍ୟ। ଛୋଟରୁ ବଡ଼ ସମସ୍ତେ ଏହି ଡ୍ରିଙ୍କକୁ ପିଇବା ପାଇଁ ବହୁତ ପସନ୍ଦ କରିବେ। ଆପଣମାନେ ଏହି ଖରାଦିନେ ଥରେ ବନେଇକି ଦେଖନ୍ତୁ। ଆଉ କେମିତି ଲାଗିଲା ମୋ ସହିତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। এই ରେସିପିଟି ଆପଣମାନଙ୍କୁ ଯଦି ଟିକିଏ ବି ଭଲ ଲାଗିଲା,
ତାହେଲେ ଲାଇକ୍ ତ ନିଶ୍ଚିନ୍ତ କରନ୍ତୁ, ତା ସହିତ ଅଧିକରୁ ଅଧିକ ସେୟାର କରନ୍ତୁ। ତେବେ ଆଜି ପାଇଁ ରହିଲି, ଦେଖା ହବା ଆଉ ଗୋଟେ ନୂଆ ଭିଡିଓରେ। ଧନ୍ୟବାଦ।